ବୁଦ୍ଧ ଖୋଲ ଯେଉଁଠି ହିନ୍ଦୁ ଧର୍ମ ଏବଂ ବୌଦ୍ଧ ଧର୍ମର ମିଳନ ହୋଇଥିଲା। ଏଠି ପୂଜା ପାଆନ୍ତି ପଞ୍ଚଲିଙ୍ଗେଶ୍ୱର। ଏହାକୁ ସ୍ଥାପନ କରିଥିଲେ ଆଦିଗୁରୁ ଶଙ୍କରାଚାର୍ଯ୍ୟ। ପାହାଡ଼ ଉପରେ ରହିଛି ମଧ୍ୟ ମା ସୀତାଙ୍କ ଏନ୍ତୁଡ଼ିଶାଳ। ପାହାଡ଼ରୁ 25 ଫିଟ ତଳୁ ଝରଣା ମଧ୍ୟ ବାହାରୁଛି। ଏହି ପାଣିରେ ଗାଧୋଇବା ଦ୍ୱାରା ନିଜର ରୋଗ ବୈରାଗ ନାଶ ହୋଇଥାଏ। ଆସନ୍ତୁ ଦେଖିବା ଗଞ୍ଜାମ ଜିଲ୍ଲାର ଏକ ଐତିହାସିକ ସ୍ଥାନ ବୁଦ୍ଧ ଖୋଲ। ବୁଗୁଡା ସହରଠାରୁ ମାତ୍ର 5 କିଲୋମିଟରରେ ବୁଦ୍ଧ ଖୋଲ ଅଛି। ଯାନବାହନର ସାଇଜ ଦେଖି ଆପଣଙ୍କୁ ଟିକେଟ କରିବାକୁ ପଡ଼ିବ। ଆପଣ ଚାହିଁଲେ ଗାଡ଼ି ମଟରରେ ଆପଣ ଉପରୁ ଯାଇପାରିବେ ଏବଂ ସିଡ଼ି ଚଢ଼ିକି ମଧ୍ୟ ଯାଇପାରିବେ। ଆପଣ ଯଦି କପିଳାସ ଯାଇଛନ୍ତି ଏଇଠି ମଧ୍ୟ ଆପଣଙ୍କୁ କପିଳାସର କିଛି ଫିଲିଂ ହବ। ପାହାଡ଼ ପର୍ବତ ଘଞ୍ଚ ଜଙ୍ଗଲରେ ପରିପୂର୍ଣ୍ଣ ଏହି ବୁଦ୍ଧ ଖୋଲ। ପ୍ରଥମେ ଆପଣଙ୍କୁ 3ଟି ମହାଶିବଲିଙ୍ଗ ଦର୍ଶନ କରିବାକୁ ପଡ଼ିବ। ଶ୍ରୀ ଶ୍ରୀ ମକରେଶ୍ୱର, ଗଙ୍ଗାଧର, ଜଗଦୀଶ୍ୱର ରହିଛନ୍ତି। ଆଉ ତଳେ ମଧ୍ୟ ଝରଣା ପାଖରେ ସିଦ୍ଧେଶ୍ୱର ବୁଦ୍ଧେଶ୍ୱର ପ୍ରଭୁ ରହିଛନ୍ତି। ଏଠି ମଧ୍ୟ ମା ପାର୍ବତୀଙ୍କ ଦର୍ଶନ କରିପାରିବେ। ଏଠି ପ୍ରବଳ ମାତ୍ରାରେ ମାଙ୍କଡ଼ ରହିଛନ୍ତି। ଆପଣ ନିଶ୍ଚୟ ସାବଧାନ ହେଇକି ଯିବେ। ଆପଣମାନେ ମାଙ୍କଡ଼ ମାନଙ୍କୁ ଖାଇବା ଦେଲେ ଆପଣମାନଙ୍କୁ କିଛି ବି କ୍ଷତି କରିବନି। ମୁଁ ଆପଣମାନଙ୍କୁ କହିବି ଆପଣ ବର୍ଷା ଦିନ ହିଁ ଆସନ୍ତୁ, କାରଣ ବର୍ଷା ଦିନେ ଆସିଲେ ମଜାଟା ଆହୁରି ଦ୍ୱିଗୁଣ ବଢିଯିବ। ପ୍ରାକୃତିକ ପରିବେଶ, ଘଞ୍ଚ ଜଙ୍ଗଲ, ବର୍ଷା ପାଣି ବଢିଆ ଲାଗିବ ଆପଣମାନଙ୍କୁ। ପିକନିକ ଭୋଜି କରିବା ପାଇଁ ସବୁଠୁ ବେଷ୍ଟ ପ୍ଲେସ ହଉଛି ବୁଦ୍ଧ ଖୋଲ। ଭୋଜି କରିବା ବିଭିନ୍ନ